ଯେତେବେଳେ ବି ଆମାଜନ୍ ନଦୀର ନାମ ଶୁଣାଯାଏ, ମନରେ ଏମିତିକ ଏକ ଦୁନିଆର ଛବି ଆସିଥାଏ, ଯାହା ରହସ୍ୟ, ବିପଦ ଏବଂ ପ୍ରାକୃତିକ ଚମତ୍କାର ପରିପୂର୍ଣ୍ଣ। ଏହା କେବଳ ଏକ ନଦୀ ନୁହେଁ, ବରଂ ପୃଥିବୀ ସବୁଠାରୁ ଜୀବନ୍ତ ଏବଂ ଶକ୍ତିଶାଳୀ ସ୍ପନ୍ଦନ। ଏମିତି ଏକ ସ୍ପନ୍ଦନ ଯଦି ଅଟକି ଯାଏ, ତେବେ ସାରା ପୃଥିବୀ ନିଶ୍ୱାସ ଅଟକି ଯାଇପାରିବ। ଆମାଜନ୍ ନଦୀ ଦକ୍ଷିଣ ଆମେରିକାରେ ଏକ ବିଶାଳ ଭୂଖଣ୍ଡରେ ବ୍ୟାପିଛି ଏବଂ ନିଜ ଲକ୍ଷ ଲକ୍ଷ ବର୍ଷ ଇତିହାସର ଅଗଣିତ ପ୍ରଜାତି ଏବଂ ଅସଂଖ୍ୟ ରହସ୍ୟ ବୋହି ନେଇଥାଏ। ଏହି ନଦୀ ଏତେ ବିଶାଳ ଯେ ଅନେକ ସ୍ଥାନରେ ଏହାର ଗୋଟିଏ କୂଳରୁ ଅନ୍ୟ କୂଳ ଦେଖିବାକୁ ମଧ୍ୟ ଅସମ୍ଭବ ହୋଇଥାଏ। ଯେତେବେଳେ ଏହି ନଦୀ ପୂର୍ଣ୍ଣ ପ୍ରଖର ଥାଏ, ସେତେବେଳେ ଲାଗେ ସତେ ଯେମିତି ଜମି ଏବଂ ଆକାଶ ମଧ୍ୟରେ ଥିବା ସବୁ ସୀମା ଲିଭିଯାଇଛି ବୋଲି। ଆମାଜନ୍ ନଦୀର ଆରମ୍ଭ ପେରୁ ଆଣ୍ଡିଜ୍ ପର୍ବତମାଳାରୁ ହୋଇଥାଏ। ସେଠାରେ ବରଫ ତରଳି ପାଣିରେ ଧୀରେ ଧୀରେ ଛୋଟ ସ୍ରୋତ ପରିଣତ ହୁଏ ଏବଂ ପରେ ଏହି ସ୍ରୋତଗୁଡ଼ିକ ମିଶିଯାଇ ଏକ ନଦୀର ରୂପରେ ନିଅନ୍ତି, ଯାହା ଆଗକୁ ଦୁନିଆର ସବୁଠାରୁ ବଡ଼ ନଦୀ ପାଲଟିଯାଏ। ହଜାର ହଜାର କିଲୋମିଟର ଯାତ୍ରା କରି ଏହି ନଦୀ କଲମ୍ବିଆ ଏବଂ ବ୍ରାଜିଲ ଭଳି ଦେଶରେ ଦେଇ ଗତି କରି ଶେଷରେ ଆଟଲାଣ୍ଟିକ୍ ମହାସାଗରରେ ମିଶିଯାଏ। ଏହି ପୁରା ଯାତ୍ରା ଆମାଜନ୍ ନଦୀ ନିଜ ସହିତ ଶହ ଶହ ଛୋଟ ବଡ଼ ନଦୀକୁ ମିଶାଇ ଦେଇଥାଏ, ଯାହା ଫଳରେ ଏହାର ଆକାର ଏବଂ ଶକ୍ତି କ୍ରମାଗତ ଭାବେ ବଢ଼ି ଚାଲିଥାଏ। ଜଳର ପରିମାଣ ହିସାବରେ ଆମାଜନ୍କୁ ଦୁନିଆର ସବୁଠାରୁ ବଡ଼ ନଦୀ ବୋଲି କୁହାଯାଏ। ଆମାଜନ୍ ନଦୀ ଏବଂ ତାହାର ଆଖପାଖରେ ଥିବା ବର୍ଷାରଣ୍ୟ ବା ରେନ୍ ଫରେଷ୍ଟ ମିଶି ପୃଥିବୀର ଏକ ଏମିତି ସିଷ୍ଟମ ତିଆରି କରିଥାନ୍ତି, ଯାହାକୁ ବୈଜ୍ଞାନିକମାନେ ପୃଥିବୀର ଫୁସ୍ଫୁସ୍ କହନ୍ତି। ଏହି ଜଙ୍ଗଲ ଦୁନିଆର ପ୍ରାୟ 20% ଅମ୍ଳଜାନ ତିଆରି କରେ ଏବଂ ପୃଥିବୀର ତାପମାତ୍ରା ସନ୍ତୁଳିତ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆମାଜନ୍ ନଦୀର ବାହାରୁଥିବା ଜଳ ବାଷ୍ପ ଗଛର ପତ୍ର ଦେଇ ଆକାଶକୁ ଯାଏ ଏବଂ ବାଦଲରେ ସୃଷ୍ଟି କରେ। ଏହି ବାଦଲ କେବଳ ଆମାଜନ୍ ଅଞ୍ଚଳରେ ନୁହେଁ, ବରଂ ଦୂରଦୂରାନ୍ତ ଅଞ୍ଚଳରେ ବର୍ଷା ମଧ୍ୟ କରନ୍ତି। ଏହାକୁ ଫ୍ଲାଇଂ ରିଭର୍ସ ବା ଆକାଶରେ ବହୁଥିବା ନଦୀ କୁହାଯାଏ। ଯଦି ଏହି ସିଷ୍ଟମ ନଷ୍ଟ ହୋଇଥାଏ, ତ କେବଳ ଦକ୍ଷିଣ ଆମେରିକା ନୁହେଁ, ବରଂ ସାରା ବିଶ୍ୱର ପାଣିପାଗ ଚକ୍ର ଖରାପ ଭାବେ ପ୍ରଭାବିତ ହୋଇପାରେ। ଆମାଜନ୍ ନଦୀର ଗଭୀରତା ଏବଂ ଏମିତି ଦୁନିଆ ଲୁଚି ରହିଛି ଯେ ଯାହା ମଣିଷ ପାଇଁ ଯେତିକି ସୁନ୍ଦର, ସେତିକି ବିପଜ୍ଜନକ ମଧ୍ୟ। ଏହି ନଦୀରେ ହଜାର ହଜାର ପ୍ରଜାତିର ମାଛ ମିଳନ୍ତି, ଯାହା ମଧ୍ୟରୁ ଅନେକ ଆଜି ବି ବିଜ୍ଞାନ ପାଇଁ ସମ୍ପୂର୍ଣ୍ଣ ଅଜଣା। ପିରାନା ଭଳି ମାଛ, ଯାହାର ଧାରୁଆ ଦାନ୍ତ ସେକେଣ୍ଡରେ ଶିକାରୀକୁ ଶେଷ କରିପାରେ, ଏହି ନଦୀକୁ ଆହୁରି ଭୟଙ୍କର କରିଦିଏ। ସେହିଭଳି ବିଶାଳ ଆନାକୋଣ୍ଡା ସାପ ମଧ୍ୟ ମିଳେ, ଯିଏ ନିଜର ଶକ୍ତି ବଳରୁ ବଡ଼ ପ୍ରାଣୀ ଜାବୁଡ଼ିରେ ଧରିପାରେ। ଆମାଜନ୍ର କାଦୁଆ ଅଞ୍ଚଳରେ ବ୍ଲାକ୍ କ୍ୟାମେନ୍ ନାମକ ଏକ କୁମ୍ଭୀର ଲୁଚି ରହିଥାଏ, ଯାହାକୁ ଦୁନିଆର ସବୁଠାରୁ ବିପଜ୍ଜନକ କୁମ୍ଭୀର ମଧ୍ୟ ଗଣାଯାଏ। କିନ୍ତୁ ଆମେରିକାର ବିପଦ କେବଳ ପ୍ରାଣୀଙ୍କ ମଧ୍ୟରେ ସୀମିତ ନୁହେଁ। ଏଠାକାର ଜଙ୍ଗଲ ଏମିତି କିଛି ଗଛଲତା ଅଛି, ଯାହା ଅତ୍ୟନ୍ତ ବିଷାକ୍ତ। ସାମାନ୍ୟ ଭୁଲରେ ଜୀବନ ମଣିଷ ନେଇପାରେ। ବିଷାକ୍ତ ବେଙ୍ଗ, ଯାହାର ଚର୍ମର ବାହାରୁଥିବା ବିଷ ଶରୀରରେ ବ୍ୟବହାର କରାଯାଉଥିଲା, ଆଜି ବି ଏହି ଜଙ୍ଗଲ ଅଂଶ ଅଟନ୍ତି। ଆମାଜନ୍ ଏକ ଅଞ୍ଚଳ ଯେଉଁଠି ପ୍ରତି ପାଦରେ ଜୀବନ ଏବଂ ମୃତ୍ୟୁର ମୁହାଁମୁହିଁ ଠିଆ ହୋଇଥାନ୍ତି। ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଏବଂ ସମ୍ବଳ ସତ୍ତ୍ୱେ ଆମାଜନ୍ ଏକ ବଡ଼ ଅଂଶ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଅନୁସନ୍ଧାନ କରାଯାଇନାହିଁ। ଆମାଜନ୍ ନଦୀ କୂଳରେ ଏବଂ ଜଙ୍ଗଲ ଭିତରେ ଆଜି ବି ଏମିତି ଜନଜାତି ବାସ କରନ୍ତି, ଯାହାଙ୍କର ବାହ୍ୟ ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ। ଏହି ଲୋକମାନେ ମୋବାଇଲ, ଇଣ୍ଟରନେଟ୍ କିମ୍ବା ଆଧୁନିକ ସଭ୍ୟତାର ନିୟମ ଜାଣନ୍ତି ନାହିଁ। ସେମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ଜଙ୍ଗଲ ଏବଂ ନଦୀର ଉପରେ ନିର୍ଭରଶୀଳ। ଶିକାର କରିବା, ମାଛ ଧରିବା ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରିବା ହିଁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ। ଯେଉଁ ଜଙ୍ଗଲକୁ ଆଧୁନିକ ମଣିଷ ମୃତ୍ୟୁ ସ୍ଥାନ ବୋଲି ଭାବେ, ସେମାନେ ମଣିଷ ପାଇଁ ତାଙ୍କ ଘର ବୋଲି ଭାବିଥାନ୍ତି।
ଏହି ଜନଜାତିମାନେ ପ୍ରକୃତି ସହିତ ସନ୍ତୁଳନ ରଖି ବଞ୍ଚିବା ଜାଣିଛନ୍ତି, ଯାହାକୁ ଆଧୁନିକ ମଣିଷ ଧୀରେ ଧୀରେ ଭୁଲି ଯାଉଛି। ଆମାଜନ୍ ନଦୀର ଆବିଷ୍କାର ଏକ ସାହସିକ ଏବଂ ବିପ୍ଳବଜନକ କାହାଣୀ। 16ଶ ଶତାବ୍ଦୀରେ ସ୍ପେନ୍ର ଅନୁସନ୍ଧାନକାରୀ ଫ୍ରାନ୍ସିସ୍କୋ ଡି ଓର୍ଲେନ୍ସ ପ୍ରଥମ ଥର ପାଇଁ ଏହି ନଦୀ ପାର କରୁଥିବାର ଦାବି କରିଥିଲେ। ସେ ନିଜ ଯାତ୍ରା ସମୟରେ ଏମିତି ଯୋଦ୍ଧାମାନଙ୍କ ବିଷୟରେ କହିଥିଲେ ଯେ ଯେଉଁଠାରେ ମହିଳାମାନେ ମଧ୍ୟ ସାମିଲ ଥିଲେ ଏବଂ ପୁରୁଷମାନଙ୍କ ସହ ସମାନ ଭାବେ ଲଢ଼ୁଥିଲେ। ଏହି କାହାଣୀ ଆଧାରରେ ନଦୀର ନାମ ଆମାଜନ୍ ରଖାଗଲା, ଯାହା ଗ୍ରୀକ୍ ପୁରାଣର ମହିଳା ଯୋଦ୍ଧାମାନଙ୍କ ଦ୍ୱାରା ଅନୁପ୍ରାଣିତ ଥିଲା। ସେହି ସମୟରେ ଏହି ନଦୀ ପାର କରିବା ମୃତ୍ୟୁକୁ ନିୟନ୍ତ୍ରଣ ଦେବା ସହ ସମାନ ଥିଲା। କିନ୍ତୁ ସମୟ ସହିତ ମଣିଷ ଆମାଜନ୍ ନଦୀ ଏବଂ ଜଙ୍ଗଲ ସମ୍ବଳ ଭାବେ ଦେଖିବା ଆରମ୍ଭ କଲା। କାଠ, ସୁନା, ତେଲ ଏବଂ ଜମିର ଲୋଭ ଆମାଜନ୍କୁ ବହୁତ କ୍ଷତି ପହଞ୍ଚାଉଛି। ବଡ଼ ଆକାରରେ ଜଙ୍ଗଲ କଟାଗଲା, ବେଆଇନ ଖନନ ହେଲା ଏବଂ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଗଲା। ଏହାର ପ୍ରଭାବ କେବଳ ଗଛ ଉପରେ ପଡ଼ିଲା ନାହିଁ, ବରଂ ସେଠାରେ ରହୁଥିବା ପ୍ରାଣୀ, ଜନଜାତି ଏବଂ ସାରା ପରିବେଶରେ ଉପରେ ପଡ଼ିଲା। ପ୍ରତିବର୍ଷ ଆମାଜନ୍ର ଏକ ବଡ଼ ଅଂଶ ନଷ୍ଟ ହେଉଛି ଏବଂ ଏହା ସହିତ ପୃଥିବୀର ସନ୍ତୁଳନ ମଧ୍ୟ ବିଗିଡ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଚେତାବନୀ ଦେଉଛନ୍ତି ଯେ ଯଦି ଆମାଜନ୍ର ବିନାଶ ଏମିତି ଚାଲେ, ତେବେ ଦିନେ ଏମିତି ସମୟ ଆସିବ ଯେତେବେଳେ ଏହି ଜଙ୍ଗଲ ନିଜକୁ ଆଉ ଜୀବିତ କରିପାରିବ ନାହିଁ। ଏହାକୁ ଟିପିଂ ପଏଣ୍ଟ କୁହାଯାଏ, ଅର୍ଥାତ୍ ସେହି ବିନ୍ଦୁ ଯେଉଁଠାରେ ଫେରିବା ସମ୍ଭବ ନୁହେଁ। ଯଦି ଆମାଜନ୍ ସେହି ସୀମା ପାର କରିଯାଏ, ତେବେ ବର୍ଷା ଚକ୍ର ଭାଙ୍ଗିଯିବ, ତାପମାତ୍ରା ବଢ଼ିଯିବ ଏବଂ ଦୁନିଆର ଅନେକ ଅଂଶରେ ମରୁଡ଼ିର ଏବଂ ବନ୍ୟାର ସମ୍ମୁଖୀନ ହେବେ। ଆମାଜନ୍ କେବଳ ଦକ୍ଷିଣ ଆମେରିକାର ସମସ୍ୟା ନୁହେଁ, ଏହା ସାରା ମାନବିକତାର ସମସ୍ୟା। ଆମାଜନ୍ ନଦୀର ସବୁଠାରୁ ଭୟଙ୍କର ସତ୍ୟ ହେଉଛି ଯେ ଆଜି ବି ଏହାର ବଡ଼ ଏକ ଅଂଶ ଅଦେଖା ଅଜଣା ଅଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଅଞ୍ଚଳରେ ଆଜି ବି ଏମିତି ଅନେକ ପ୍ରଜାତି ଅଛନ୍ତି ଯାହା ବିଷୟରେ ମଣିଷ ପାଖରେ କୌଣସି ଜ୍ଞାନ ନାହିଁ। ପ୍ରତିବର୍ଷ ନୂଆ ନୂଆ ପ୍ରଜାତି ଆବିଷ୍କାର ହେଉଛି, ଯାହା ପ୍ରମାଣ କରୁଛି ଯେ ପ୍ରକୃତି ମଣିଷ ଅପେକ୍ଷା ଅଧିକ ଜଟିଳ ଏବଂ ଶକ୍ତିଶାଳୀ। ଆମାଜନ୍ ଆମକୁ ଶିଖାଏ ଯେ ମଣିଷ ନିଜକୁ ଯେତେବେଳେ ବୁଦ୍ଧିମାନ ପ୍ରାଣୀ ମନେ କଲେ ବି ପ୍ରକୃତି ଆଗରେ ସେ ଆଜି ବି ବହୁତ ଛୋଟ। ଶେଷରେ ଆମାଜନ୍ ନଦୀ ଆମକୁ ଏକ ପିତା କିନ୍ତୁ ଜରୁରୀ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି, କ'ଣ ଆମେ ଏହି ପୃଥିବୀର ରକ୍ଷକ ନା କେବଳ ଲୁଟେରା? କ'ଣ ଆଗାମୀ ପିଢ଼ି ପାଇଁ ଆମାଜନ୍କୁ ବଞ୍ଚାଇ ପାରିବା ନାହିଁ? ନିଜ ଲୋଭ ଯୋଗୁଁ ଏହାକୁ ଇତିହାସ କରିଦେବା, ତ ଏହା ଶେଷରେ ଚିତ୍ର ଏବଂ ବହି ପର୍ଯ୍ୟନ୍ତ ସୀମିତ କରିଦେବା। ଆମାଜନ୍ କେବଳ ପାଣିର ଏକ ଧାରା ନୁହେଁ, ଏହା ଜୀବନର ଧାରା ଅଟେ। ଯଦି ଏହା ବୋହି ଚାଲିଥିବ, ତେବେ ପୃଥିବୀର ନିଶ୍ୱାସ ନେଉଥିବେ, କିନ୍ତୁ ଯଦି ଏହା ଶୁଖିଯିବ, ତେବେ ହୁଏତ ଆମ ନିଶ୍ୱାସ ମଧ୍ୟ ଧୀରେ ଧୀରେ ଅଟକିଯିବ।